तसते बैरी साजिला एमिति कहानी किए से लिखिला समय तसते बैरी साजिला हाय जीवन देलु की सपन हाय रे जीवन देलु की सपन दुख एठी बुझिब किए अकुहा कहानी सुनिब किए अकुहा कहानी सुनिब किए ठीक समय रे आउट हो गला ना मुझे कौन करी तो जमी तो मालटा ठिकाना जगह रे पहुंच जाइए हाँ हाँ Arrest him! कॉलोनी इंस्पेक्टर निजा बर्बाद को निजा टाणी आनिलो स्टॉप इट अरेस्ट कर अरेस्ट हिम यस सर हमको खोजी बाहर करिबा को पड़िबो ए रैकेट रो मास्टरमाइंड कहार छाड़ देवी हराम दादा अबू जी शंभू सवारी हम अबू किसी नहीं
ଟଙ୍କାର ବ୍ରାଉନ୍ ସୁଗର ତେଲଟା ରିକ୍ସା ଜବତ କରିଦେଲା। ଆଜ୍ଞା ତାର କିଛି ଲାଭ ନାହିଁ ଆଜ୍ଞା। ବିଚରାର ଭୁଲ ବା କଣ? ଏମିତି ମିଶି ସେମାନେ ବେପାର କରୁଥିଲେ ନା। ହଁ ଆଜ୍ଞା ସବୁ ଦୋଷ ସେଇ ଇନ୍ସପେକ୍ଟରର। କଥାରେ ଅଛି ମାଇଲେ ଯିବ ସରି ଦେବ ମଶାଲେ କିତା କଳି। ସେଇଟାକୁ ଯେମିତି ହେଲେ ଆମ ରାସ୍ତାରୁ ହଟେଇବାକୁ ପଡିବ ସାରେ। ତା ନହେଲେ ସିଏ ତ ଆମ ଘଣ୍ଟି ବଜଉଥିବ। ମୁଁ କିନ୍ତୁ ଠିକ ଲକ୍ଷ୍ୟ କରିଛି ଆଜ୍ଞା। ସବୁଦିନ ସନ୍ଧ୍ୟା ସମୟରେ ତା ସୁନ୍ଦରିଆ ମାଇକିନାକୁ ନେଇ ପାର୍କ ବୁଲିବାକୁ ଯାଉଛି। ଆଉ ଗାଡି ତୋଇ ପାର୍କ ବୁଲିବାକୁ ଯିବା ସମୟରେ ତା ଗାଡିଟା ଖରାପ କରିବା ଦାୟିତ୍ୱଟା ସେ ଦାୟିତ୍ୱ ମୋ ଉପରେ ଛାଡିଦିଅ। ମାନିବାକୁ ପଡିବ ଘଣ୍ଟା ତାକୁ ମାନିବାକୁ ପଡିବ। ଆରେ ମୁଁ ହଉଛି ଶମ୍ଭୁ ସାହାଇ। କିଛି ଜଣାନି ଆଉ ରାଗିଲେ ମୁଁ ଗାଡିଟା ଖରାପ ହୋଇଗଲା। ଏବେ କଣ କରିବା? ସହର ତ ଏଠୁ ଅନେକ ଦୂର। ଏବେ ଆମେ କରିବା କଣ? ଆରେ ମୁଁ ତ ଠିକ ସେଇ କଥା ଭାବୁଥିଲି। ହଠାତ୍ ଗାଡିଟା ଖରାପ ହେଲା କାହିଁକି? ହଉ ଠିକ ଅଛି, ଏ ପାଖରେ ଗୋଟିଏ ବଙ୍ଗଳା ଅଛି। ଆମେ ରାତିକ ପାଇଁ ସେଇଠି ରହିଯିବା। ସକାଳୁ ମେକାନିକ ଡାକି ଗାଡି ସଜ କରି ଚାଲିଯିବା। କିନ୍ତୁ ମେକାନିକ ଏବେ ଡାକି ଦିଅ ନା। ଆରେ ବାବା, ଏଠି ହାତୀ ମାନଙ୍କର ଉପଦ୍ରବ ଭୟରେ ବି କେହି ଆସିବେନି। ହଉ ଠିକ ଅଛି, ଆମେ ରାତିଟା ପାଇଁ ଏ ବଙ୍ଗଳାରେ ରହିଯିବା। ଆସ, ମୁଁ ଚୌକିଦାରକୁ ଡାକୁଛି। चौकीदार, चौकीदार, ओ चौकीदार, आओ। चौकीदार, चौकीदार, चौकीदार। ডাকিলে কি বাবু? কিছু অসুবিধা হয়েছে? চৌকিদার, ଆମ ଗାଡ଼ିଟା ଖରାପ ହୋଇଗଲା ତ ଆଜି ରାତିକ ପାଇଁ। ଆପଣ ତ ଏଠାରେ ଅନେକ ଥର ରହିଛନ୍ତି ବାବୁ। ରାତିରେ ଯିବାଟା ନିରାପଦ ନୁହେଁ। ତା ଛଡ଼ା ମା ଆପଣଙ୍କ ସାଙ୍ଗରେ ଅଛନ୍ତି। ସୀମା, ରାତି ପାଇଲେ ଆପଣ ନିରାପଦରେ ଚାଲିଯିବେ। ଆପଣ ତ ଜାଣନ୍ତି ବାବୁ, ରାତିରେ ଏଠାରେ ହାତୀମାନଙ୍କ ଉପଦ୍ରବ। ଲୋକମାନେ ପାଟିତୁଣ୍ଡ କରୁଛନ୍ତି। ସୀମା, ତୁମେ ଏଇଠି ଥାଅ। ମୁଁ ନାଇଁ ନାଇଁ, ମତେ ଭାରି ଡର ଲାଗୁଛି। ଆରେ ଭୟ କରୁଛ କାହିଁକି? ଡରିବାର କିଛି ନାହିଁ ମା। ଏଠାରେ ବାବୁ ଅନେକ ଥର ଆସି ରାତି ଗୋଟାଏ ଯାଇଛନ୍ତି। ଆପଣ ଯାଆନ୍ତୁ ବାବୁ, ମୁଁ ମାଙ୍କ ପାଖରେ ଅଛି। ସୀମା, ତୁମେ ଏଇଠି ଥାଅ, ମୁଁ ଟିକେ ଗାଡ଼ିଟା ଦେଖିକି ଆସୁଛି। ଆସୁ ସୀମା। ଆପଣ ଯାଆନ୍ତୁ ବାବୁ, କିଛି ବ୍ୟସ୍ତ ହବାର କିଛି ନାହିଁ।
আসিবেনি মানেটা ভেরি সিম্পল ও লোক মানে ও স্বামীকে কিডন্যাপ করেছেন চৌকিদার নুহেলো ব্যাপারী বৈশাখীর ধাঁচে নুহে যাহা সঙ্গে পঙ্গা নিয়ে সহজে মারে না পাটপাট করে মারে আইবিন আরাপ তারাপকে কিন্তু এটিকা চৌকিদার ও তাকে মারি যাইছে কিন্তু আমার দোষ কোন দোষ তোর হলো দোষ তো স্বামীরা ও 10 লক্ষ টঙ্কার ব্রাউন সুগার ও লোক সহ সিজ করছে আমি দিটা মরিবা কহিদেবি সে তোমার পাশে পড়িবেনি ভাইলা বাঘাକୁ ধরে ছাড়ি দেলে মৃত্যুକୁ স্বাগত କରିବା সঙ্গে সমান যেତେବେଳେ ଆସିଛି ସୁଯୋଗଟା ହାତ ଛଡ଼ା କରିବା କିଛି ଆବଶ୍ୟକ ନାହିଁ ତୋ ସ୍ୱାମୀ ତ ଆସିବ ଆଲୋ ଦେହକୁ ଦେହ ଟିକେ ମିଶାଇ ଦେବା ଆଲୋ ହ୍ୟାଲୋ ଇନ୍ସପେକ୍ଟର ସ୍ତ୍ରୀ ଭାରି ଗୁଲୁଗୁଲିଆ ହେଇଛୁ ହେଲେ ତୁ ଡରୁଛୁ କାହିଁକି ତୋ ସ୍ୱାମୀର କିଛି ହବନି ଲୋ ଆଲୋ ଟିକେ ଛୁଇଁବା सीमा तुम्हारे पड़ेला ए भगवान आराम दादा हालांकि करी तुम्हारे इतना बड़ा सर्वनाश कर देलो सारी मिली रे आराम दादा आगे वाला
ଯଦି ଭରସା ଲେଗୋ সহজে মারে না ছটপট করে মারে আইবি তারাপ তারাপকে ଗ୍ରାମେଶ୍ୱର ମନ୍ଦିର ଏତେ ଭିଡ଼ ଲମ୍ବା ଲାଇନ୍ ଲାଗିଛି। ଆରେ 55-60 ବର୍ଷ ମୋତେ ହେଲାଣି ମୁଁ କୋଉ ସେ ଲାଇନ୍ରେ ଠିଆ ହେଇପାରିବି? ରମେଶ ଭାଇ ଆମ ରମେଶ ମାଳିମ ଆରେ ଆମ ଜାତି ଭାଇ ଲୋକ ସିଏ ତାକୁ ଫୁଲ ଭୋଗ ସବୁ ଦେଇଦେଲି। ବାବା ତୁ ଭୋଗ କରିବୁ? ହଁ 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 ମନେ ପଡ଼ିଲା ମନେ ପଡ଼ିଲା ଯୋଡ଼ିଏ ଟଙ୍କା କି ଆମ ନୂଆ ଗାଁ ଭାଇନାକୁ ପୁଅ ମ ସୋନୁ ମନୁ ଆଉ ସିଏ କଣ ମତ ହଇରାଣ କରୁଛନ୍ତି। ଆରେ ନିଶି ମଉସା ତମେ ଫୁଲ ଗୁନ୍ଥିବାକୁ ଆସୁଥିଲ କାହିଁ ଆସୁନ ଏବେ ସାଇ ମନ୍ଦିର କାହିଁ ଯାଉଛ? ଆରେ ବାବା ଅଣ୍ଟା ହେଲାଣି ଘର ଯାଇ ରିଫ୍ୟୁଜ୍ କଲି ସେପଟେ ମୋର ମୁଁ କେମିତି ଏପଟେ ଆସିପାରିବି? ସାଇ ମନ୍ଦିର ମୋତେ ପାଖ ହେଉଛି ମୁଁ ଆସିକି ଆରାମସେ ବୁଲେଇବାକୁ ଯାଉଛି। ହଁ ଆଉ ତାପରେ ଆଉ ଫେରିଲା ବେଳକୁ ଆବୁ ଆବୁ মানুষ ସବୁ ଆଉ ଧରି ପକେଇଲେ ମୋତେ ଆଉ ନିଶି ମଉସା ତମେ ବହୁତ ଦିନ ପରେ ଆଇଛ ତମେ ଆଜି ଗୋଟେ ଟୁକାନ ନେଇକି ଯା। ଆରେ ଟୁକାନ କଣ ମୁଁ ପଚାରିଲି ସେମିତିଆ ଆରେ ଆବୁ ଆବୁ ଟୁକାନ କଣ? ନା 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 ମୁଁ ସେଦିନ ଏଇଟା ରାତିରେ ଭଜନ ଆଉ ଭୋଜନ ଯୋଡ଼େ ଯାକ ଏଇଠି ହବ। ବୋଲେ ଆରେ ବାବା ଗୋଟାଏ ପୁଅ ମୋର ପୋଲିସରେ ଚାକିରି କରିଛି ଆଉ ସାନ ପୁଅ ସିଏ ହଉଛି କମ୍ପାନୀରେ ଆଉ ଗୌରା ଆମର ଆସିଲେ ଚକରାମଳା ଚାଷ କରୁଛି ଆଉ କଣ ଆଉ ଝିଅଟି ମୋର ସିଏ ହଉଛି କଲେଜରେ ପାଠ ପଢୁଛି। ହଁ ଆରେ ହେ ହେ ଆରେ ସେମାନେ ତ ମୋର ମନେ ପଡୁନି ଆରେ କଣ କରୁଥିବେ ଯାଉ ସମ୍ବିତ ଗୌରା ସରୋଜ ଆରେ 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 ହେ ସମ୍ବିତ ଗୌରା ଏ ବଦମାସ ମାନଙ୍କୁ ଆଉ ପାରି ହବନି। ଆରେ ମୋ ବାଣୀ କୁଆ ଗଲା? ଆମର ଆମକୁ କ୍ଷମା କରିଦିଅ। କ୍ଷମା ତମମାନଙ୍କୁ? ଆରେ ହେ ଦିନ ଆସି କେତେ ହେଇ ଜାଣିଛ ନା? ବାପା କାଲି ରାତିରେ ଗୋଟେ କ୍ରିମିନାଲକୁ ଧରିବାକୁ ଯାଇଥିଲି। ହଁ ଫେରୁ ଫେରୁ ଲେଟ୍ ହେଇଗଲା ଶୋଇ ପଡିଲି তোর কোম্পানি বাপা হ্যাঁ কালি কোম্পানি টি কাম ଅଧିକ ରହିଗଲା। আচ্ছা আচ্ছা ফেরু ফেরু লেট ହେଇଗଲା ହାଲିଆ ହେଇ ଶୋଇ ପଡିଲି ଆଉ। আচ্ছা তো কলেজ পাঠ সব ଆଉ ନିଶ୍ଚୟ ଜାଣିଛ ଆଉ କଣ? ହଁ ଲୋ ବା କଣ କହୁଛୁ? ତମେ ତ ଜାଣିଛ ହଁ। ମୋର ପରୀକ୍ଷା ପୁରା ପାଖେଇ ଆସିଲାଣି ରାତି ସାରା ବସିକି ପଢୁଥିଲି। ବାସ୍ 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 ତମେ ମାନେ ଯେ କେତେ ଯେ ସତ କହୁଛ ସବୁ ମତେ ଜଣା ହେଲା। ଏ ତମେ ମାନେ ଯେମିତି କୋଢିଆ ଗୋଳି ହବ ଦୁନିଆରେ କେମିତି ମଣିଷ ହବ? ହଁ ଶୁଣ ମିଛ କହି ନିଜକୁ ଠକିବାକୁ ଚେଷ୍ଟା କରନି ଭବିଷ୍ୟତରେ ନିଶ୍ଚୟ ପସ୍ତେଇବ। ଆରେ ସରୋଜ ଆରେ ସେ ଗୌର ଗଲା କୁଆଡେ? ଗୌର ଗୌର ଏ ଗୌର 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 ଚାଷ ଅଛି ଯାହାର କି ଆନନ୍ଦ ତାହାର ସେ ପରା ଯୋଗଉଛି ଦୁନିଆକୁ ଆହାର। ମୁଁ ଗୌର ନୁହେଁ କାହାର।
ଗୌର ଆରେ ଚକରା ନା ଖଡ଼ତଳି କୋଉଠି ଥିଲୁ ତୁ ରେ? ଆରେ କୋଉଠି ଥିଲୁ କହୁନୁ, ଚକରା ନା ଖଡ଼ତଳି? ଆରେ ଗୌର ଚାଷବାସ ଠିକ ଚାଲିଛି ତ? କଣ କହିକି ଆଇଲୁ? ଗୌର ନୁହେଁ କାହାର କଣ କହୁଛୁ? ନୁହେଁ ଆଉ କଣ କଣ ବୁଝିଲ ବାପା? ହଁ ସରୋଜ କମ୍ପାନୀ କୁ ଗଲା। ଆଚ୍ଛା ତା ହିସାବ ସିଏ ଦେଲା। ରୂପା କଲେଜ କୁ ଗଲା। ହଁ ତା ପାଠ ପଢା ହିସାବ ବି ସିଏ ଦେଲା। ଆଚ୍ଛା ଆଉ ମୁଁ ମୁହଁ ଅନ୍ଧାରୁ ଯାଏ ଯେ ମୁହଁ ଅନ୍ଧାରକୁ ଫେରେ। ମୋ ହିସାବ କେହି ରଖନ୍ତିନି। ସେଥିପାଇଁ ମୁଁ ଗୌର ନୁହେଁ କାହାର। ମୁଁ ପରା ଯୋଗଉଛି ଏ ଘରକୁ ଆହାର। ନାଇଁ ମୋ ଭାଇ ଆଉ ହବନି, ଏଥର ଭାଉଜ ଆଣିବା। ଆଉ ଭାଉଜ କଣ କରିବ କି ରେ? ମନେ ଥାଏ ପଖାଳ ଭାତକୁ ବଢି ଚୁରା, ଆମ୍ବ ଆଚାର ଆଉ ତାମ୍ପଡା ଶୁଖୁଆ ଭଜା। କି ମଜା! କେତେ ଆଉ ତେଲ ମାଲିସ କରିବା ଦରକାର ନାହିଁ। ଏ ଘର ଭାଇ ତୁ କଣ ଜାଣିପାରୁନୁ ଏ ଘର କାମ ଯୋଗୁଁ ମୋ ପାଠ ପଢା କେତେ ବର୍ବାଦ ହେଲାଣି। ବାପା ହଁ ମୁଁ ବି ରୂପା କଥାରେ ଏକମତ। ହଁ ଘରେ ଆମର ଭାଉଜ ନଥିବାରୁ ଠିକ ଆମେ ସମସ୍ତେ ଅଳସୁଆ ହେଇଗଲେଣି। ଠିକ 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 ରେ ଭାଉଜ କଣ କରିବ କି ରେ? ତମ ମାନଙ୍କର କେମିତି ମନେ ଥାଏ ପଖାଳ ଭାତକୁ ବଢି ଚୁରା, ଆମ୍ବ ଆଚାର ଆଉ ତାମ୍ପଡା ଶୁଖୁଆ ଭଜା। କି ମଜା! ଆଉ ଖାଉ ଆଉ ତେଲ ମାଲିସ କରିବା ଦରକାର ନାହିଁ। ମୋ ଦ୍ୱାରା ସେ ବାବା ହେଇପାରିବନି। କଣ କହିଲୁ? ଆରେ କାଇଁ ବାହା ହେଇପାରିବୁନି? କାଇଁ ତୋର କଣ ବୟସ ହେଇନି? ତୁ ଅଳ୍ପ ବାହା ନାଇଁ ସେ କଥା କଣ ଝିଅ ପିଲା ଗୁଡାକ ଦେଖିଲେ ମତେ ଭାରି ଲାଜ ଲାଗେ। ତମେ କହିଲେ ବାପା କେମିତି ଅଜଣା ଅଚିହ୍ନା ଝିଅ ସାଙ୍ଗେ କଥା ହେବି ଯେ? ତମେ ମାନେ ସମସ୍ତେ କଣ ଶୁଣ, ମତେ ଯଦି ବାଧ୍ୟ କରିବ ନା ମୁଁ କୁଆଡେ ନାହିଁ କୁଆଡେ ପଳେଇବି କହୁଛି। ଜମି ଚାଷ କରୁଥିବ, ଗେଫା ମାରୁଥିବ। ମୁଁ ଗୌର ରାଗିଲେ ନା ନୁହେଁ କାହାର। ରାଗି ତୁ କଣ ସବୁ କହିବୁ? ମୋ ଗୌର ନୁହେଁ କାହାର। ଟୁପୁରୁ ଟାପୁରୁ ଫୁସୁରୁ ଫାସୁରୁ ବେଙ୍ଗୁଲି ଗାଏ ଗୀତ ବନ୍ଧନ ଆମ ଶହେ ଜନମ ମିଛ ନୁହେଁ ସତ। ଟୁପୁରୁ ଟାପୁରୁ ଫୁସୁରୁ ଫାସୁରୁ ବେଙ୍ଗୁଲି ଗାଏ ଗୀତ ବନ୍ଧନ ଆମ ଶହେ ଜନମ ମିଛ ନୁହେଁ ସତ। ଟୁପୁରୁ ଟାପୁରୁ ଫୁସୁରୁ ଫାସୁରୁ ବେଙ୍ଗୁଲି ଗାଏ ଗୀତ ବନ୍ଧନ ଆମ ଶହେ ଜନମ ମିଛ ନୁହେଁ ସତ। ଜଣେ କେହି ଗଲେ ଦୂରେ ଆପେ ଆପେ ଲୁହ ଝରେ ଓ କାନ୍ଦେ ରକତ।
जाई फिटी सब दुई दिन रागरु समान आउ अभिमान भराई जीवन परी गले कटी जाई फिटी सब दुई दिन हसलु हो फूल कंटा सबु एठी भाग बंटा सते झरुची की अमृत सरी जाई पारे दिने पुणी काली एई नई बाली सरी बनी केबे स्नेह प्रेम नुहे से नकली सरी जाई पारे दिने पुणी काली ई नई बाली सरी बनी केबे स्नेह प्रेम नहे से नकली भाई एठी जगन्नाथ श्रीमंदिर श्रीनेत हो भौजंक पणत गौरा भाई ए गौरा भाई ଯାଉଛି ଯାଉଛି ବିଲ ଏମିତି ଅଣ୍ଡିରା ବିଲ ଭଳି କାହିଁକି ରଡ଼ି ଛାଡୁଥିଲୁ ଶୁଣେ ତୋର କଣ ଲାଜ ଶରମ ବୋଲି କିଛି ନାହିଁ गौरा भाई मोर तो सब लाज शर्म तो पाखे आउ का कथारे मोर जाय आसे केते କାହିଁ ମୁଁ କଣ ଗୁଣିଆ ଗୁଣି ଗାରେଡ଼ି କରି ମନ୍ତ୍ର ତନ୍ତ୍ର କରି ତୋ ମୁଣ୍ଡଟାକୁ ଖରାପ କରିଦେଲି गौरा भाई तो पाई ना मु सतरे पागल हो जाई छी गौरा भाई सतरे କାହିଁ ମୁଁ କଣ ଗୁଣିଆ ଗୁଣି ଗାରେଡ଼ି କରି ମନ୍ତ୍ର ତନ୍ତ୍ର କରି ତୋ ମୁଣ୍ଡଟାକୁ ଖରାପ କରିଦେଲି गौरा भाई कौन जे ମୁଣ୍ଡଟା ଖରାପ ହେଇଗଲାଣି ବୋଧେ हाँ गौरा भाई मु ना तोते गोटे कथा कहबी 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 କହିବି ହଉଛୁ କହୁନୁ मु ना मु तते बाहाबी ଇରେ ବାପ ରେ ବାପ ଏଇଟା ଏଡେ ବେସରମ ଝିଅଟା ଲଜ୍ଜା ଶରମ ବିଲାର କିଛି ନାହିଁ ଛି एथिरे लज्जा से मोर कोन अछि कोन तू मते बाहा पुरा नहीं କାହିଁ ମୁଁ ତୋ କଥାରେ କେମିତି ବାହା ହେଇଯିବି ଯେ हां गौरा भाई देख तू जदि मो कथा न मानिबु ना ताले ताले मु सत्य कहूची गौरा भाई मु ना तो बिना बंची परिबेनी हेलो एमिति एक समस्या मते पहुंचई देलु एणु मारिले गो हत्या तेणु मारिले ब्रह्म हत्या गौरा भाई देख कथारे राजी न होले तू मरिबु आउ सेपटे मो बापा जानिले भारी रागिबे तू आको मो कथा सुनी सर तू जदि मते बाबा को मना कर देबु तू जदि ना चाह ताले ठीक अछि मोरे जीवन न क्या लाभ कोन मैं विष पी आत्महत्या कर
ତ ମୁଣ୍ଡଟା କ'ଣ ଖରାପ ହେଇଗଲାଣି? ହ୍ୟାଲୋ ହେଲା ଆମ ଗାଁ ରାଧା ମାଉସୀ ପରା କହୁଥିଲା କୋଟି ଜନ୍ମ ପର୍ଯ୍ୟନ୍ତ ମଣିଷ ଜନ୍ମ ପାଇବୁନି। ମୁଁ ସତ କହୁଛି ଗୌରା ଭାଇ, ତତେ ଛାଡି ମୁଁ ଜମା ବଞ୍ଚି ପାରିବିନି, ଜମା ନୁହଁ। ହେଲେ ସବୁ ପରେ ମୁଁ କିନ୍ତୁ ତୋ କଥାରେ ରାଜି ହେଇପାରିବିନି ଲୋ ଦୀପା। ଗୌରା ଭାଇ, ତୁ ସୂର୍ଯ୍ୟ ହେଲେ ମୁଁ ଚନ୍ଦ୍ର, ତୁ ଜହ୍ନ ହେଲେ ମୁଁ କଇଁ। ମୁଁ ସତ କହୁଛି ଗୌରା ଭାଇ, ତତେ ନେଇ ମୁଁ ମୋ ଅଧୁରା ସପନ ପୁରା କରିବି ଗୌରା ଭାଇ। ତୁ ମନା କରନି, ତୁ ମୋ କଥାରେ ରାଜି ହେଇଯା। ଏମିତି ଏକ ସମସ୍ୟାରେ ମୋତେ ପହଞ୍ଚେଇ ଦେଲୁ। ଏଣୁ ମାରିଲେ ଗୋହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା। ତୋ କଥାରେ ରାଜି ନହେଲେ ତୁ ମରିବୁ, ଆଉ ସେପଟେ ମୋ ବାପା ଜାଣିଲେ ଭାରି ରାଗିବେ। କ'ଣ କରିବି, କ'ଣ କରିବି? ମୋ ପାଇଁ ଗୋଟିଏ ଜୀବନ ଅଦିନରେ ଝଡ଼ିଯିବ ନା? ଆମ ଗାଁ ରାଧା ମାଉସୀ ପରା କହୁଥିଲା କୋଟି ତପ ପୁଣ୍ୟ ବଳେ ମଣିଷ ଜନ୍ମ ମିଳେ। ମୁଁ ତ କଥାରେ ରାଜି ଲୋ ଦୀପା। ଗୌରା ଭାଇ, ତୁ ସତ କହୁଛୁ ଗୌରା ଭାଇ, ତୁ ମୋ କଥାରେ ରାଜି? ହଁ। ମୋ ଅଧୁରା ସପନ ସତ ହବ? ହଁ, ଏ ଗୌର ତୋ ସ୍ୱପ୍ନ ସତ କରିବ। ଗୌରା ଭାଇ, जीले जीवी तो साथी रे जीवी मरण आसिले मुआ गो मरी जीवी। जीले जीवी तो साथी रे जीवी मरण आसिले मुआ गो मरी जीवी। आखि थीबी छाई परी चालू थीबी हाथ धरी कठोर हस पाई लुह पीजीबी। जीले जीवी तो साथी रे जीवी मरण आसिले मु आग मरी जीवी, मु आग मरी जीवी। एबे मु आउ नाही एमिति करिछु चोरी। तोरी हृदय पाखे बाट मो जाइछि सरी। हो मो छाती भितरे तू अछु बोली स्पंदन चालुछि मोर। जीवन को डर लागे हेले टिके मुठु दूर। एई ऋतु बदलिब फूल फुटी झरी जीव हो बदलिबी नाही केबे तोर हेथिबी। झीले जीवी तो साथी रे जीवी मरण आसिले मु आग मरी जीवी, मु आग मरी जीवी। तोठु आरंभ मो कहानी सब तो पाखे हबरे शेष। तते मु पाइला परे नाही किछि अवशोष। ए आँखि खोलिले ए आँखि बुझिले तते खाली देखे तते। तू परा जीवन मोर छाड़ी जीवु नाही मते। आज तते पाखे पाई आउ किछि
हसिले मु आग मरी जीवी झीले जीवी तो साथी रे जीवी मरण आसिले मु आग मरी जीवी मु आग मरी जीवी आग मरी जीवी मु आग मरी जीवी ଆଣିବାକୁ ପଡିବ ଯୋଡିକୁ ସେଦିନ ଶ୍ରୀକୃଷ୍ଣ ସିନା ରାଧାଙ୍କୁ ନେଇ କଦମ୍ବ ମୂଳରେ ରାସ କରୁଥିଲେ, ହେଲେ ଏମାନେ ତ ରାମ ତୋଟ କଦମ୍ବ ଗଛ ଭାବି ରାସ କରୁଛନ୍ତି। ଖଣ୍ଟରେ ଖଣ୍ଟ ଘଷି ବେଶ ମଜା ନେଉଛନ୍ତି। ଓ କାମ ସରିଲା, ଓ ରାସ୍ତାରେ ତୁ ଯା, ମୁଁ ଟୋକିକି ଟିକେ ଟେଷ୍ଟ କରିବି। ଯା ସରି ଯାଉଛି ନା କଣ? ଆରେ ଅସରନ୍ତି ଭଣ୍ଡାରଟି, ଆରେ ତୋ ମନ ଖୁସି କରିଦେଲା, ତୋ ମନ କଥା ବୁଝିଦେଲେ ମୁଁ ମୋ ରାସ୍ତାରେ ଚାଲିଯିବି। କାହିଁ ଆମେ କଣ ଏତେ ଖରାପ? अबे अभद्र नकई नकई तो बहुत तरह कहि देलु घरे को तोर मां भोन नाहती तते खुशी मनेबा को तोर एते इच्छा ताले जाउनु तो मां भोनी सते खुशी मनेबो ए टोके प्रेमिकटा पाखरे अछि बोली बहुत बाबूजो। अबे खाली एटा होते मो इलाका, एकी जहां किछि हबो ओ इच्छारे हबो। मुंड खराब करना कहूची थरे मो मुंड बिगड़ी गला ना सड़ा को सीधा फाड़ी देबे। ए हरामजादा ओ बाबूजो आ देखुची आ बुचाली सड़ा को हानिया अंब गछरे झुलाई देबे। देखिया तो ओ तो हाथ मारछे आज्ञा गिरला भानु ए भोइसा किरा धांचे रे ओ गोटे यो पालो आके पंगारिए आपको सहादे मारे ना देखिया तो आई मीन तड़प के देखिया तो ସେଇଟା ଗୋଟେ କଣ କରିବ ଆ ଘରକୁ ଯିବା। ଶୁଣ ତୋର ଯେମିତି ମନେ ଥାଏ ମୁଁ ଗୌର ରାଗିଲେ ନା ନୁହେଁ କାହାର जीले जीवी तो साथी रे जीवी मरण आसिले मु आग मरी जीवी निशिकांत बाबू ओ निशिकांत बाबू ଭଲ ମଣିଷ ପୁଅ ବାହାର କରିବାକୁ ଆସି ମୋର ଗୁରୁ ଆସି କାନ୍ତାରେ ପଡ଼ିଲାନି ଫୁଲ ଅଳିଆ। କିଏ ତମେ ଏଠି କାହା କରୁଛ? ତା ଛଡା ତମେ ପାଗଳ ନା କଣ? ମନକୁ ମନ ୟାର ସିଆଡୁ ଗପି ଯାଉଛ। କିଏ ତମ ବାପା? ମୋ ବାପା? ହଁ ତମ ବାପା ମତେ ପାଗଳ କରି ସାରିଲାଣି।
কি আশ্চর্য লোক। क्यों आश्चर्य हेले भी कथाटा सत ता छड़ा तमे सिना घरे रहउतिले जानो तो ता छड़ा मु आश्चर्य होती ए कथाटा तम बापा आज पर्यंत तुमको जणै नाती गोटे बजाई केमिति ओ कौन चुप करो কথাটা কোন কুয়া कथाटा कोन की तुम भौणी सहित मो पुअर बाहागर फाइनल हो जाइछि किंतु কিন্তু কোন किंतु ए बाहागर होई परिबनी घंटी बजेई देबी এই বাড়ি মানে आ जाति कुळ नतिबा गोटिए जारज संतान को तम बापा घरे पाली पोसी मनीष करिछन বড় বাবু ता छड़ा साई पडिसार कहउछंती सेइटार कुआले जाति गोत्र नाही বড় বাবু ता छड़ा गाँ लोक टुपुर टापर हेउछंती तम बापा निज पुओ को पछ को पकाई गोटा जारजटा को अधिक भला पाउछन বড় বাবু ए कथाटा तम बापा को टिकिया घंटी बजे मु आसुची ए कथाटा जेमिति मन रहे भूलिबानी ବାପା ତାହେଲେ ଆମକୁ ଏତେ ବଡ କଥା ଲୁଚାଇ ରଖିଛନ୍ତି। ଭାଇ ଆରେ ବାପା କାହିଁ ଲୁଚାଇ ରଖିବେ କଥାଟା ତତେ ନିଶ୍ଚୟ କହିବେ ତା ଛଡା ତୁ ତ ଡ୍ୟୁଟିରେ ବ୍ୟସ୍ତ ସେଥିପାଇଁ କହିନାହାନ୍ତି ବୋଧେ ଆଉ ଭାଇ ଭାରି ଭଲ ପ୍ରସ୍ତାବଟାରେ ଭଲ ପ୍ରସ୍ତାବଟା ଆରେ ଭଲ ପ୍ରସ୍ତାବଟା ବୋଲି ତମେ କଣ ତା ମୁଁ ଦାଣ୍ଡର ଭିକାରୀ ହୁଏ ଭାଇ ଭଉଣୀ ବାହାଘର ସମସ୍ତ ଟଙ୍କା ଖର୍ଚ୍ଚ କରେ। ଭାଇ ତମେ ତ ବଡ ଚାକିରିଟିଏ କରିଛ ଅଧିକ ଦରମା ବି ପାଉଛ ତା ଛଡା ମୋ ଦରମା ତ ଘର ଖର୍ଚ୍ଚକୁ ନିଅଣ୍ଟ ତମେ ଖର୍ଚ୍ଚ କରିବନି ତ ଆଉ କିଏ କରିବ କହିଲ ଯେମିତିରେ ଗୋଟିଏ ଟଙ୍କା ମୁଁ ଦେଇପାରିବି ଆମେ ତିନି ଭାଇ ମୋ ଭାଗ ଯେତିକି ପଡିବ ମୁଁ ସେତିକି ଦେଇଦେବି। ତମେ ସେମିତି କୁହନି ଭାଇ ଆମେ ଗୋଟିଏ ମା ପେଟରୁ ଜନ୍ମ ଗୋଟିଏ ନଦୀର ଦୁଇଟି ଧାର ଗୋଟିଏ ଫୁଲର ଦୁଇଟି ପାଖୁଡା ତା ଛଡା ଗୋଟିଏ ବୋଲି ଭଉଣୀ ଆମର ତା ବାହାଘର ପାଇଁ ପୁଣି ଆମେ ଭାଗ ଦବୁ। ଠିକ ଅଛି ତୁମ ଦୁଇ ଜଣଙ୍କ ସମ୍ପତ୍ତି ମୋ ନାଁରେ କରିଦିଅ। ସାବାସ ସାବାସ ମୋର ପୋଲିସ ଅଫିସର ପୁଅ। ଆରେ ତୁ ଏତେଟା ସ୍ୱାର୍ଥପର ଆରେ ମୁଁ ଯଦି ଜାଣିଥାନ୍ତି ଏତେ ଟଙ୍କା ଖର୍ଚ୍ଚ କରି ତତେ ପାଠ ପଢେଇ ନଥାନ୍ତି ରେ। ଏଇ ଡେଣା ଲାଗିଗଲା ବୁଢା ଶିଖିଗଲ ସୁଣ୍ଟା ବରଗଛକୁ ଆଉ ମନେ ପକେଇବ। ଆରେ ତୁ ଏମିତି କଥା ନ କହିବୁ କେମିତି? ତମେ ମତେ କହିବାକୁ ବାଧ୍ୟ କରୁଛ ବାପା ଯେତେ ଭାଇ ସେତେ ଭାଗ ଯେତେ ଭାଇ ସେତେ କର। ଆରେ ବା ଟଙ୍କା ଖର୍ଚ୍ଚ କରି ମୁଁ ଦାଣ୍ଡର ଭିକାରୀ ହେବି ସେମାନେ ଦୁଇ ଜଣ ଆରାମରେ ରହିବେ ତା ଛଡା ତାଙ୍କ ଦୁଇ ଜଣ ସମ୍ପତ୍ତି ମୋ ନାଁରେ ଉଇଲ୍ କରିଦିଅନ୍ତୁ। ତମ ସମ୍ପତ୍ତି ଆରେ ତମ ସମ୍ପତ୍ତି କୋଉଠୁ ଆଇଲା? ସେଟା ମୋ ସମ୍ପତ୍ତି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସେଥିରୁ କାଣି କୋଉଠି ବି କାହାକୁ ଦେବିନି। ଆଉ ବାପା ଭାଇ ସାଙ୍ଗରେ ଯୁକ୍ତି କରି କିଛି ଲାଭ ନାହିଁ ବରଂ ମୁଁ ପଛେ ନିଜେ ବିକ୍ରି ହେବି ମୋ ଭଉଣୀ ବାହାଘର ପାଇଁ ମୁଁ ଟଙ୍କା ଦେବି ବାପା। ହଁ ବାପା ମୁଁ ମୋ ଭଉଣୀ ବାହାଘର ପାଇଁ ଟଙ୍କା ଦେବି। ବାହାରେ ଥାଇ ସବୁ ଶୁଣିଛି। ଆରେ ଏ ସମ୍ବିତ ଆରେ ଆମର ସମ୍ପତ୍ତି କଣ ହେବ କି ରେ? ତୁ ଯଦି କହିବୁ ସବୁ ସମ୍ପତ୍ତି ତୋ ନାଁରେ କରିଦେବୁ। ହଁ ମୁଁ ଜାଣେ ତମେ ନିଶ୍ଚୟ ପାରିବ କାହିଁକି ନା ଏ ଘରେ ଏ ରକ୍ତରେ ଏ ସମ୍ପତ୍ତିରେ ତମର କୌଣସି ବି ସମ୍ପର୍କ ନାହିଁ। ତମେ ନିଶ୍ଚୟ ପାରିବ। ସମ୍ବିତ ଚିତ୍କାର କରନି। ସତ କହିବାକୁ ଗଲେ
ତୁମେ ମୋ ବାପାଙ୍କର ଔରସ ଜାତ ସନ୍ତାନ। ତୁମର ଜନ୍ମ ପରିଚୟ କିଛି ନାହିଁ। ତମକୁ ମୋ ବାପା ରାସ୍ତା କଡ଼ରୁ ଉଠାଇ ଆଣିଛନ୍ତି। ବାପା ମୁଁ କଣ ସତରେ ତମ ରକ୍ତର ପୁଅ ନୁହେଁ? ଗୌର ସେଇଟା ମିଛ କହୁ। ତୁ ମୋ ପୁଅରେ, ତୁ ମୋ ପୁଅ। ତେବେ ମୋ ମୁଣ୍ଡରେ ହାତ ରଖି କୁହ ବାପା, ସତରେ କଣ ମୁଁ ତମ ରକ୍ତର ପୁଅ? ପାରିବିନି, ମୁଁ ପାରିବିନି। କାହିଁକି ପାରିବନି? ବନ୍ଦ କର ସେ ଡ୍ରାମା। ତୁମେ ସିନା ଭାବୁଛ ଏ ପାପ ଅଣ୍ଟିକି ଲୁଚେଇ ରଖିଛ, କିନ୍ତୁ ଏ ପାପ ଅଣ୍ଟି ଚିରି ଚର୍ଚ୍ଚାର ଦାଣ୍ଡର ବିଷୟ ହେଲାଣି। ସବୁ ପରେ ବି ଆମକୁ ସତ କଥା ଲୁଚାଇ ଆମ ସାଙ୍ଗେ ବିଶ୍ୱାସଘାତ କରିଛ। ମୁଁ ପ୍ରଥମରୁ କହିଛି ଭଉଣୀ ବାହାଘର ପାଇଁ ଗୋଟିଏ ଟଙ୍କା ବି ଦେଇଥିଲି। ଆରେ ଆରେ ଏ ସମ୍ବିତ, ଆରେ ଭଉଣୀଟାର ବାହାଘର ଭାଙ୍ଗିଗଲେ ଭଉଣୀଟା କେତେ କାନ୍ଦିବ ରେ, ଅବିହାରୀ ହେଇ ରହିଯିବ। ଏ ମନ ଆଇନାଟା ଥରେ ଭାଙ୍ଗିଗଲେ ବିଚାରୀଟା ଆତ୍ମହତ୍ୟା କରିଦେବ ରେ। ହଁ, କିଏ ଆତ୍ମହତ୍ୟା କରିବ, କିଏ ଘର ଛାଡ଼ିକି ଯାଅ, ମୋର ଯାଏ ସେ ନାହିଁ। ତୁମ ହାତ ଛାଡ଼, ତୁ ଗୋଟେ ଚାରଜ, ସେ ଗୋଟେ ଚାରଜ। ହେ ଭଗବାନ, ବାପା କାହିଁକି ବାପା କାହିଁକି ଏ ପାଉଁଶ ତଳର ନିଆଁଟାକୁ ସାଇତି ରଖିଥିଲ? ତୁମକୁ ସତ କହିବାକୁ ପଡିବ ବାପା, ମୋର ପ୍ରକୃତ ପରିଚୟଟା କଣ? ତୁ କଣ ଚାହୁଁଛୁ ସମ୍ବିତ? ତୁ କଣ ଚାହୁଁଛୁ ଗୌର? ସତ କହିବା ପୂର୍ବରୁ ତୋ ବାପାଟା ମରିଯାଉ? ନାଇଁ ବାପା ନାଇଁ, ମୋ ବାପା ମୋ ପାଇଁ ସ୍ୱର୍ଗ ପୃଥିବୀ ଠାରୁ ବି ଆହୁରି ବଡ। ଦରକାର ନାହିଁ ଜାଣିବା ମୋ ପରିଚୟ। ସବୁ ପରେ ବି ମୁଁ ମୋ ବାପାଙ୍କ ପାଖରେ ସବୁଦିନ ଥାଏ। ଗୌର, ଏତିକି କହି ମନକୁ ବୁଝେଇ ଦେବି, ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ। ଗୌର ମୁଁ ଏକା ଗୌର, ନୁହେଁ କାର। উপরটা পর ভুসুর ভাসুর বেঙ্গলি গায়ে গীতা উপরটা পর ভুসুর ভাসুর বেঙ্গলি গায়ে গীতা বন্ধনাম সাহে জানাম মিছ নুহে সতা। ସେ ଯେମିତି ଟଙ୍କା ପାଇଁ ଜିଦ୍ ଧରିଲେଣି, ତୁ ଏ ଗାଁ ଛାଡ଼ି ସହର ଚାଲିଯା। ଯୋଉ ଦିନ ତୁ ଟଙ୍କା ଘରକୁ ଆଣିବୁ ସେଇଦିନ ଫେରିବୁ। ଚାଲିଯା। ପାପା ପାପା, ତମ ମୁଣ୍ଡ କଣ ଖରାପ ହେଇଗଲାଣି? ତମେ ଟଙ୍କା ରୋଜଗାର କରିବା ପାଇଁ ଗୌର ଭାଇକୁ ସହରକୁ ପଠେଇ ଦଉଛ। ପାପା, ତମ ମୁଣ୍ଡ ଖରାପ ହେଇଗଲାଣି ନା ତମ ଛାତିଟା ପଥର ହେଇଗଲାଣି? କାହିଁକି ମୋ ହୁଣ୍ଡ ଭାଇଟାକୁ ଏତେ ବଡ ଦଣ୍ଡ ଦଉଛ ବାପା? କେବଳ ତୋ ବାହାଘର ପାଇଁ ରେ ରୂପା, କେବଳ ତୋ ସନ୍ତାନ ଭାଇ ପାଇଁ। ଭାଙ୍ଗି ଯାଉ ସେ ବାହାଘର, ରହିଯାଏ ମୋ ଅଭିଆଡି। ସବୁ ପରେ ବି ମୁଁ କହିବି, ମୋ ଗୌର ଭାଇକୁ ଛାଡି ମୁଁ ବିଲକୁଲ ବଞ୍ଚି ପାରିବିନି। ତମେ ସତ କହିଲ ବାପା, ତମେ ସତ କହିଲ। ଏଇଟା କଣ ତୁମ ହୃଦୟର ଭାଷା? ଏଇଟା କଣ ତୁମ ଅନ୍ତରର କଥା ଯେ ଗୌର ଭାଇଟା ମୋର ସହରକୁ ଚାଲି ଯାଉ? ହଁ ହଁ, এইটা আমার হৃদয়ের কথা, এইটা আমার অন্তরের ভাষা। এই গৌর, তো বাপা কହୁছি তু এ ঘর ছাড়ি চালি যা, চালি যা। ଜାଣେ ବାପା, ବାପା ତୁମେ ମତେ ଘୃଣାରେ ତୁମ ପାଖରୁ ଦୂରେଇ ଦେବାକୁ ଚାହୁଁଛ ନା?
ଜାଣେ ବାପା କାହାକୁ କାହାକୁ ବାପା କାହାକୁ ଏ ଦୟାନନ୍ଦରେ ଖୋଜି ବୁଲିବ କାହାକୁ ପଚାରିବ ଆରେ ଏ ମାଧିଆ ମୋ ଗୌରଟାକୁ ଦେଖିଛୁ କିରେ ଆରେ ଏ ସାଧୁଆ ମୋ ଗୌରଟା କୁଆଡେ ଗଲା କିରେ ତୁମ ପାଖରୁ ଏ ଗୌରଟା ଦୂରେଇ ଗଲା ପରେ କାହାକୁ ବାପା ଏ ଗାଁ ଦାଣ୍ଡରେ ଖୋଜି ବୁଲିବ ବାପା ବାପା ମୁଁ ତମକୁ ହାତ ଯୋଡୁଛି ତମ ଗୋଡ ତଳେ ପଡୁଛି ବାପା କା ପୋଖରୀ ଆମ୍ବ ତୋଡ଼ ଛଡା ସେ ଗାଁ ଛକକୁ ବି ଯାଇନି କାହିଁକି କାହିଁକି ତାକୁ ସମୁଦ୍ରରେ ଦୂରେଇ ଦଉଛ କହିଲି ପରା କେବଳ ତୋ ବାହାଘର ପାଇଁ ଆଉ ତୋ ଶୋଇଥିଲି ଭାଇ ପାଇଁ ସବୁ କରିବି ମୋ ଗୌର ଭାଇକୁ ମୁଁ ଛାଡ଼ିକି ବଞ୍ଚି ପାରିବିନି ତୁ କୁଆଡେ ଯେପରି ଗୌର ଭାଇ ତୁ କୁଆଡେ ବି ଯେପରି ଏ ରୂପା ତୁ କହିଲୁ ସେଦିନ ରାତି ପାହିଥିଲେ ରାମଚନ୍ଦ୍ର ରାଜା ହେଇଥାନ୍ତେ କିନ୍ତୁ ପିତାଙ୍କ ସତ୍ୟ ରକ୍ଷା କରିବାକୁ ଯାଇ 14 ବର୍ଷ ବନବାସ କରିଥିଲେ ଲୋ ଭଉଣୀ ମୁଁ କଣ ମୋ ଭଉଣୀ ପାଇଁ ଏତିକି କରିପାରିବିନି ମୋ ବାପାଙ୍କ ସତ୍ୟ ରକ୍ଷା କରିପାରିବିନି ନାଇଁ ଭାଇ ତୁ ଜମା କାନ୍ଦନା ଲୋ ଭଉଣୀ ମୁଁ କଣ ଫେରି ଆସିବିନି ଗୌର ରୂପା ତା ଗଣ୍ଠିଲି ଆଉ ତ ଠେଙ୍ଗା ନିଆ ସେ ବର୍ତ୍ତମାନ ଘର ଛାଡ଼ି ଯିବ ନିଆ ମୁଁ କହୁଛୁ ନିଆ ବାପା 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 ମୋ କଥା ଟିକେ ଶୁଣ ଯା ନାଇଁ ଯା କଥା କାହିଁ ମାନୁନୁ ତୁ ଯା ପରା କହିଲି ତା ଗଣ୍ଠି ଟେକା ନେଇ ଆସିବୁ ସେ ଘର ଛାଡ଼ିକି ଯିବ ଯା ମୋ ଘର ଛାଡ଼ି ଯିବାରେ ଯଦି ଏ ଘରେ ବିଲେଇ କଳିର ସଂକେତ ନ ହୁଏ कि ए घर अगणारे पेचारळीर अशुभ संकेत न मिले मो बापा को मंगल पाई मु ए घर छाड़ी चली जीवी बापा निश्चित चली जीवी देख चलो चल जाऊल भौणी ସତରେ ଚାଲିଯିବୁ तू जमा कांदेना छातिर कली जा आत्मा ठारु देह केमिति अलगा आवाज कह छातिर कली जा आत्मा ठारु देह हाय रे समय केड़े हृदय हाय रे समय केड़े हृदय मन कथा बुझिब अकुहा कहानी सुनिब अकुहा सुनिब
देशांत मानसी आज्ञागिरी लाभा नुहे कि बैशाखी झांझी नुहे मारे ना पटपट करी मारे आई भी तड़ाप के ମୁଁ ତମ ହାତରୁ ପ୍ରସାଦ ଖାଇବାକୁ ଜଗି ବସିଛି ଅଥଚ ତମେ ଚାଲି ଯାଉଛ ରିଅଲି ଲାଲ ଖଣ୍ଡେ ହେଇଛ ସେଦିନର କଥାଟା ବୋଧେ ଭୁଲି ଯାଇଛୁ। ଆରେ ସେଦିନ ଥିଲା ଆମ୍ବ ତୋଟା ଆଜି ମନ୍ଦିର ବେଢା ଏ ଶଳା ହୁଣ୍ଡା ଆସିବନି ଆଜି କିନ୍ତୁ ଭୋଗ ଖାଇବା ପାଳିଟା ଭଲରେ କହୁଛୁ ମୋ ହାତ ଆଲୋ ବାହାଘର ପଡିତା ଆମେ ଏମିତି କେତେ ହାତ ଧର ଧରି ବୁଲିବା ଆଉ ହାତ ଛାଡ଼ିବି କାହିଁକି ଶଳା ଶଳା କେହି ଦେଖି ନାହାନ୍ତି ତ ନା, କେହି ଦେଖି ନାହାନ୍ତି ପ୍ରେମରେ ଏମିତି ଛୋଟ ରକମର ଝଗଡ଼ା ସବୁ ହୁଏ ମନ୍ଦିର ବେଢା ନିରୋଳା ଜାଗା ଏ ଶଳା ହୁଣ୍ଡା କିନ୍ତୁ ଆସିବନି 2 ଟଙ୍କାର ସିନ୍ଦୁର ଆଉ 10 ଟଙ୍କାର ଫୁଲମାଳରେ ଆମେ 2 ଜଣ ଆମ କାମ ସାରିଦେବା ମାନେ ବାହା ହୋଇଯିବା ମତେ ବାହା ହବା ତ ଦୂରର କଥା ମୋ ଜୋତା ସ୍ପର୍ଶ କରିବାକୁ ବି ତୁ ଯୋଗ୍ୟ ନୁହଁ। ଆରେ ଆମ ଭିତରେ ଏମିତି ଝଗଡ଼ା ଲାଗିଲେ ମନ୍ଦିର ବେଢାରେ ଅନେକ ଲୋକ କଣ ଭାବିବେ କହିଲ ମତେ ବାହା ହବା ତ ଦୂରର କଥା ମତେ ପାଇବା ପାଇଁ ତତେ ଆହୁରି 7 ଜନ୍ମ ନେବାକୁ ପଡିବ 7 ଜନ୍ମ। ସେଦିନର ଆମ୍ବ ତୋଟାର ମାଣଟା ବୋଧେ ଭୁଲି ଯାଇଛୁ। ମୁଁ ଦେଶାନ୍ତ ମାନସି ଆଜ୍ଞାଗିରି ଯାହା ସାଙ୍ଗେ ପଙ୍ଗାରିଏ ସହଜେ ଛାଡେ ନା ଛଟପଟ କରି ମାରେ I mean तड़प के ओ रास्ता रे तू जा बारंबार मो रास्ता रे प्रतिबंधक साधु कहीं ओ मुंडा खराब कर ए तू मरद को जदी छा मरद सागे लागुनु ए झियो पिला वाला टोना गोटा करछु काई कि बे ओए जा कहूची नचेत तोर घर को जा आ तू कोन जीवो शहर को हां बेलो नाही काले नाही तो पड़ी हुंडा पुरी शहर को हालो दीपा मो बापा कहिसंती शहर को जाई टंका रोजगार करी आनिले मो भौणी रो बाहागर हबो हेले मु एई तो कांदिला हेलो मु कोन फेरी आसीबिनी सते छाड़ी रही पारिबी जीले जीवी तो साथी रे जीवी मरण आसिले मुआ मरी जीवी
ପାଇଁ ଲୁହ ପିଇବି। হ্যালো দাদা কেতে তোর মনা করছি এ শালা দীপা তোমার মুন্ড খারাপ করছো দীপা ମୁଁ ତତେ ଆଜି ମାରୁ ମାରୁ ମାରିଦେବି ଦୀପା ମୋ ସାମ୍ନାରେ ମୋ ଦୀପାକୁ ମାରି ପାରିବୁନି। ଖରା ମୁଣ୍ଡା ତୋର ଏତେ ସାହସ ମତେ ପୁଣି ରାଜା କି ମତେ ପୁଣି ଦବ ମୋ ସାମ୍ନାରେ ମୋ ଦୀପାକୁ ମାରିଲେ ମାରି ମାରି ତ ମୁଣ୍ଡ ଛତୁ କରିଦେବି। ନାଇଁ 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 ଗୌରବ ଭାଇ ତତେ ତ ଦୀପା ରାଣ ତୁ ସେମିତି ଭୁଲ ଜମା ବି କହୁନି। ରାଣ ପକେଇ ମୋ ହାତଟାକୁ ଅଟକେଇ ଦେଲ ଦୀପା ବଞ୍ଚିଗଲା ବଞ୍ଚିଗଲା ସିଏ। ହଁ ଶୁଣ ତୁ ଗୋଟେ କାମ କର ତୁ ତୋ ଭାଇ ସାଙ୍ଗରେ ଘରକୁ ଯା ଆଉ ମୁଁ ମୋର ସହରକୁ ଯାଉଛି। ଗୌରବ ଭାଇ ମୁଁ ତତେ ଛାଡି ବଞ୍ଚି ପାରିବିନି ଗୌରବ ଭାଇ ଗୌରବ ଭାଇ ଗୌରବ ଭାଇ ମୁଁ ବି ତୋ ସହିତ ଯିବି ତୋ ରକ୍ତ ପୁରା ମୋ ଗର୍ଭରେ ବଢୁଛି ଗୌରବ ଭାଇ ମୁଁ ତୋ ସହିତ ଯିବି ଗୌରବ ଭାଇ। ଦୀପା साथी रे मरण शिरी मरिजी ठारू हस पई लुह तो साथी रे मरण शिरी आग मरिजी আবে ଭଲ ମାଲଟା ହେଇଛି ତ ଭଲ ହେଇଯିବ ଚାଲ ଭାଇକୁ ସିନା ଫାଙ୍କି ଦେଇ ମୁଁ ଚାଲି ଆସିଲି ହେଲେ ହେଲେ ମୁଁ ଏବେ କଣ କରିବି? ଏ ଯୋଉ ରାକ୍ଷସ ମାନେ ମୋ ପଛରେ ପଡ଼ିଛନ୍ତି ନିଶ୍ଚୟ ନିଶ୍ଚୟ ଏମାନେ କିଛି ମୋର କ୍ଷତି କରିବେ। ମୁଁ ଏବେ କଣ କରିବି ପ୍ରଭୁ? କି ବିଷମ ପରୀକ୍ଷାରେ ମତେ ପକେଇଲ ମୁଁ ଏବେ କଣ କରିବି ପ୍ରଭୁ? ଅଜଗର ନାମ ମେରା ଅଜଗର ତୋର କିଛି କରିବା ଆଉ ଆବଶ୍ୟକ ନାହିଁ। ଆମେ ଆଜି ପହଞ୍ଚି ଯାଇ କଣ ତମର ଉଦ୍ଦେଶ୍ୟ? ଉଦ୍ଦେଶ୍ୟ ଅଛି ନା? ଆଲୋ ଉଦ୍ଦେଶ୍ୟ ନଥାଇ କେହି କୋକା ପଛରେ ଦୌଡ଼େ। ଦେଖ ମୁଁ ତ ତମର କିଛି ଅପରାଧ କରିନି। ଅପରାଧ ସେଦିନ କଣ ସୀତା ଅପରାଧ କରିଥିଲେ? ରାବଣ ସୀତାଙ୍କୁ ହରଣ କଲା ଲୋ। ଆଲୋ ଦ୍ରୌପଦୀ ସେଦିନ କଣ ଅପରାଧ କରିଥିଲେ? ବସ୍ତ୍ର ହରଣ କରାଗଲା। ମହାତ୍ମା ଗାନ୍ଧୀ କଣ ସେଦିନ ଅପରାଧ କରିଥିଲେ? ତାଙ୍କୁ ଗୁଳି କରାଗଲା। ଆମେ କଣ ଅପରାଧ କରିଥିଲେ ରାଜୀବ ଗାନ୍ଧୀ? ତାଙ୍କୁ ମାରି ଦିଆଗଲା। ଦେଖ ଭଲରେ କହୁଛି ମୋ ବାଟ ଛାଡ ନଚେତ ମୁଁ
ନଚେ ତୁ ବଡ ପାଟିରେ ଚିଲେଇବୁ ହେଲେ ଅଜଗର ରଣା ଭୟରେ ଏଟାକୁ କେହି ଆସିବନି ଲୋ। ହାତ ଯୋଡୁଛି ଦୟାକରି ମତେ ଛାଡି ଦିଅ ମତେ। ଆବେ ଏ ରଣା ଛୋଳା ବହୁତ ବାସଣ ମାରୁଛୁ ଛୋଳା ଧର ଚାଲିବୁ। ସ୍ୱର୍ଣ୍ଣର ଭାରତ ବର୍ଷ ଏଇ ତ ହଉଛି ଗଣତନ୍ତ୍ରର ଜ୍ୱଳନ୍ତ ଉଦାହରଣ। ଏ ମହାପୁରୁଷ ମହାତ୍ମା ଗାନ୍ଧୀ ଘରଟିଏ ଆସି ଦେଖିଯାଅ। ସେଦିନ ଆଣ୍ଠୁ ଲୁଚି ନଥିବା ଖଦଡ ଖଣ୍ଡେ ପିନ୍ଧି ହାତରେ ଲାଠି ଖଣ୍ଡେ ଧରି କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଏ ଅହଙ୍କାରୀ ମନୁଷ୍ୟ ମାନଙ୍କୁ ତୁମେ ସ୍ୱାଧୀନତାର ସ୍ୱାଦ ଚକେଇଦେଲ। ଆଉ ଏହାର ଫଳସ୍ୱରୂପ ଶେଷରେ ଏଠି ସ୍ପଷ୍ଟ ଦିବାଲୋକରେ ଚାଲିଛି ଖାଲି ବଳାତ୍କାର। କେହି ବି ଏଠି ପ୍ରତିରୋଧର ସ୍ୱର ଉଠାଉନାହାନ୍ତି। ସମସ୍ତେ ଏଠି ସାଜିଛନ୍ତି ନିରବ ଦ୍ରଷ୍ଟା। କାହିଁକି ନା ଗାନ୍ଧୀଜୀଙ୍କର ସେଇ ତିନି ମାଙ୍କଡ ସବୁ ଦେଖି ଶୁଣି ଏଠି ଚୁପ୍। ହେଲେ ଆପଣମାନେ କୁହନ୍ତୁ, ଇଏ କଣ ଗଣତନ୍ତ୍ର? ପରାଧୀନତାର ଶକ୍ତ ପ୍ରହରରେ ଗଣତନ୍ତ୍ରକୁ ଏଠି ହତ୍ୟା କରାଯାଉଛି। ବନ୍ଦ କର ସେ ଭାଷଣ। ତୋ ରାସ୍ତାରେ ତୁ ଯା। କେହି ତ ପ୍ରତିବାଦ କରୁନାହାନ୍ତି। ତୁ କେହି ପ୍ରତିବାଦ ନ କରନ୍ତୁ, ମୁଁ କିନ୍ତୁ ଅନ୍ୟାୟକୁ ପ୍ରଶ୍ରୟ ଦେବି ନାହିଁ। ମୁଁ ସାମ୍ବାଦିକ ସମୟ ରାୟ ଚୌଧୁରୀ ହାତରେ କଲମ ଥିଲା ପର୍ଯ୍ୟନ୍ତ ଅନ୍ୟାୟ ବିରୁଦ୍ଧରେ ଲଢୁ ଚାଲୁଥିବ। ପଳେଇ ଯା ସାମ୍ବାଦିକ। ଯଦି ନ ଯାଏ ସାମ୍ବାଦିକ ମରିଛନ୍ତି। ସବୁ ସାମ୍ବାଦିକ ପରି ଏ ସମୟ ରାୟ ଚୌଧୁରୀ ନୁହଁ, ଲାଙ୍ଗୁଡ ଜାତି ପଳେଇ ଯିବ। ତାହେଲେ ତୁ ମରିବୁ। ଆଜିକାଲି ରାସ୍ତାଘାଟ ଯାହା ହେଲାଣି ଏକୁଟିଆ ଯିବା ଅନୁଚିତ। ହେଲେ ତୁମେ ଏକୁଟିଆ କୁଆ ଯାଉଥିଲ? ଶୁଣ, ଆଖି ଲୁହ ସିନା ପଣତ କାନିରେ ପଛୁଏ, ହେଲେ ଛାତି ତଳୁ ଝରୁଥିବା ଲୁହ କଣ ପଛୁଏ? ବାବୁ, ସୁଖ ଦୁଃଖରେ ସାଥୀ ହେଉଥିବା ମଣିଷଟି ଯେତେବେଳେ ଶତ୍ରୁ ପାଲଟି ଯାଏ, ସେତେବେଳେ କାହାକୁ ଭରସା କରି ବଞ୍ଚି ହବ? କିଛି ବୁଝିପାରିଲିନି। ମୋ ଭାଇ ଆଜି ମୋର ଶତ୍ରୁ ହେଇଯାଇଛି। ଜଣକ ସନ୍ତାନ ମୋ ପେଟରେ ବଢୁଛି, ଆଉ ସେ ତାକୁ ମାରିଦେଇ ମତେ ଅନ୍ୟ ଜାଗାରେ ବାହା କରିଦେବ ବୋଲି କହୁଛି। ଆଉ ସେଥିପାଇଁ ମୁଁ ଘର ଛାଡି ଚାଲି ଆସିଲି। ଆରେ ତମେ ପାଗଳ ହେଇଗଲ କି? ହଁ, ମୁଁ ପାଗଳି ହେଇଯାଇଛି। ଆଉ ସେ ପାଗଳି ଭୂମିକାରେ ଅଭିନୟ କରି ମୁଁ ଆପଣଙ୍କୁ ହାତ ଯୋଡି କହୁଛି, ମୋ ସ୍ୱାମୀ ବିଦେଶରୁ ଫେରିବା ଯାଇ ମୋ ପେଟର ସନ୍ତାନଟିକୁ ବଞ୍ଚେଇ ଦିଅନ୍ତୁ। ହେଲେ ଗୋଟିଏ ସର୍ତ୍ତରେ। କୁହନ୍ତୁ ବାବୁ, କୁହନ୍ତୁ। ମୋ ସନ୍ତାନକୁ ବଞ୍ଚେଇବା ପାଇଁ ମୁଁ ତମର ସବୁ ସର୍ତ୍ତରେ ରାଜି। ତମେ ମୋ ସ୍ତ୍ରୀ ହେଇପାରିବ? ପରିସ୍ଥିତି ମତେ ସ୍ୱାର୍ଥପର ସଜେଇ ଦେଇଛି। ମୁଁ ଜଣେ ପୌରୁଷ ବିହୀନ ମଣିଷ। ହେଲେ ଏକଥା ମୋ ଛଡା ଅନ୍ୟ କେହି ଜାଣନ୍ତି ନାହିଁ। ମୋ ବାପାଙ୍କର ଗୋଟିଏ ଜିଦ୍, ମୁଁ ବିବାହ କରେ। ହେଲେ ତମେ କୁହ,
ମୁଁ ଜାଣି ଶୁଣି ଗୋଟେ ଝିଅର ଜୀବନ କାହିଁକି ନଷ୍ଟ କରିବି? ହେଲେ ଏଥିରେ ମୁଁ କଣ କରିପାରିବି? ମୋ ବାପା ଜଣେ ହାର୍ଟ ପେସେଣ୍ଟ। ମୁଁ ତାଙ୍କ ମନରେ କେବେ ଆଘାତ ଦେବା ପାଇଁ ଚେଷ୍ଟା କରିନି। ତମେ କିଛି ଦିନ ମୋ ସ୍ତ୍ରୀ ଭୂମିକାରେ ଅଭିନୟ କରିବ। ମୁଁ କଥା ଦଉଛି ତମ ସ୍ୱାମୀ ଆସିଲା ପରେ ଯେତେ ଟଙ୍କା ଲାଗିବ ସବୁ ମୁଁ ଖର୍ଚ୍ଚ କରି ତୁମ ବିବାହର କରିଦେବି। ଏ ଦୁନିଆ ଜାଣିବ ତମେ ମୋର ସ୍ୱାମୀ ସ୍ତ୍ରୀ, କିନ୍ତୁ ଆମ ଭିତରେ ରହିବ ପବିତ୍ର ଭାଇ ଓ ଭଉଣୀର ସମ୍ପର୍କ। କୁହ କରିପାରିବ? ଆରେ କୁହ ପାରିବ କି ନା? ହଁ ପାରିବି। ମୋ ସନ୍ତାନକୁ ବଞ୍ଚେଇବା ପାଇଁ ମୁଁ ପାରିବି। ମୁଁ ଆପଣଙ୍କ ମିଛ ସ୍ତ୍ରୀର ଅଭିନୟ କରିପାରିବି। ବେଶୀ ଅଭିନୟ କରିବା ଦରକାର ନାହିଁ। ଅଭିନୟ କରି ମୋ ହାତରୁ ଥରେ ଖସି ଆସିଲୁ, ଆଉ ନୁହେଁ ଚାଲ ମୋ ସାଥିରେ। ବାବୁ ତମେ ଚୁପ୍ ରହ, ମୁଁ ମୋ ଭଉଣୀ ସହିତ କଥା ହଉଛି। ଶୁଣନ୍ତୁ, ତୁମ ଭଉଣୀର ଯୋଉ ସବୁ ସମସ୍ୟା ଉପୁଜିଛି ସେ ସବୁ ସମସ୍ୟାକୁ ମୋ ମଥା ଉପରକୁ ନେଇ ଯଦି ମୁଁ ତୁମ ଭଉଣୀକୁ ବିବାହ କରିବା ପାଇଁ ରାଜି ହୁଏ, ମିଛ କଥା ମିଛ ନୁହେଁ ବାବୁ, ସତ କଥା, ମୁଁ ତୁମ ଭଉଣୀକୁ ବିବାହ କରିବା ପାଇଁ ରାଜି। କିନ୍ତୁ କିନ୍ତୁ ଏସବୁ କେମିତି ସମ୍ଭବ? ମୋ ଭଉଣୀ ଆଉ ଜଣେ ରକ୍ତକୁ ଗର୍ଭରେ ଧରିଛି। ସେଥିପାଇଁ ତ ମୁଁ ତୁମ ଭଉଣୀକୁ ବିବାହ କରିବା ପାଇଁ ରାଜି। ବାବୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁଁ ଜଣେ ପୌରଷବିହୀନ ମଣିଷ। ମୋ ବାପାଙ୍କର ବିବାହ ପ୍ରସ୍ତାବରେ ମୁଁ ରାଜି ନୁହେଁ। ଏପରିକି ତୁମ ଭଉଣୀର ଛୁଆ ମୋ ପରିଚୟ ନେଇ ଆସିବ। ଆପଣ ସତ କହୁଛନ୍ତି ବାବୁ? ହଁ, ଆପଣ ମୋ ଭଗବାନ, ମୋ ଗୁହାଳ ଶୁଣିଛନ୍ତି। ହେଲେ ବାବୁ ଯଦି ପ୍ରକୃତ ସତଟା ଜଣା ପଡେ ତେବେ? ଆରେ ଆରେ ଛାଡ ସେ ସବୁ କଥା ମୁଁ ବୁଝିନେବି। ବାବୁ ଏବେ ମୁଁ ଆସୁଛି। ବାବୁ ଏ ଦୀପା, ମୁଁ ଆସୁଛି ଲୋ। ବାବୁ ମୋ ଦୀପା ତମକୁ ଲାଗିଲା? ମୁଁ ଆସୁଛି ଦୀପା। क्या समय अरे झीलटा किए? अरे तू किसी कहलुनि जे? अरे तू चुप रही कहीं? तुम चुप कर। बड़ मान आगे केमती कथबार्ता कर जाए से शालीनता तुमको जना नहीं? ता छड़ा समय साहित्य तुम संपर्क कौन मु तो जानी ए समय। अरे झीलटा किए? बापा मु आपण अजाणत गोटे बड़ा भूल कर देछि। अरे कौन भूल करछु? माने बापा मु ए झील को विवाह करछि। समय अरे जदि विवाह करबार थिला अरे मते जणाइथिले मु को प्रतिवाद करथुली नहीं बापा। काले काले आपण मो विवाह प्रस्ताव को प्रत्याख्यान करिवे सेति पई मु आपण को जणाई नथिली। अरे केबिति रे समय तू ए कथा कहि पारलु? आज पर्यंत तो बापा को चिन्हि पारलुनी? ताले ताले आपण हमको क्षमा कर दे पारिबेनी? अरे नहीं रे मां, समय जेते बेले ता मन पसंद झीलटे बाछी आनी मोर दुख करिबार कोन अछि? अच्छा मां तुम घरे तुम बापा मां ए सब प्रतिवाद करिबेनी तो? बापा आपण मो विषय तो चिंता करंतुनी, समय आसिले आपण सब कुछ जानि परिबे। ठीक अछि, जेते बड़ समस्या आसु मु अछि। अरे समय अरे बो को नेकी घर को आसे। आज्ञा बाबा चलो तोरा भी चलो।
ପ୍ରେମ କରିବାକୁ ହେଲେ ଏତେ ଇନୋସ୍ତା ହେବାକୁ ପଡେ? ସ୍କୁଲଙ୍କ ଠାରୁ ଆଗେ ସାରଙ୍କ ଠାରୁ ପ୍ରେମ ପାଠ ବିଷୟରେ ପଢିଥାନ୍ତି, ତାହେଲେ ଯାଇକି ପ୍ରେମ କରିଥାନ୍ତି। ଅନ୍ୟ ଅନ୍ୟ ଆଖିରୁ ପାଣି ମଲେଇ ତାର ଦେଖା ନାହିଁ। ସେ ଆଜି ଆସୁ, ତାକୁ ମୁଁ ପଚାରିବି, ଚୁମ୍ମା ଚୁମ୍ମା ଦେ ଦେ, ଚୁମ୍ମା ଚୁମ୍ମା ଦେ ଦେ ଚୁମ୍ମା। দেখা হেলা যেবে তো সাথে প্রথম ধারা তুমরা লাগিল তুমরা ফেরিলানি তো আখিরু যেবে মো নজরা তুমরা লাগিল তুমরা लुचि छपि तू जीवे आसे छाती तले मो गलु बसे से बेठारु लागिलु तू निज ठुबी निजरा দেখা হেলা যেবে তো সাথে প্রথম ধারা তুমরা লাগিল তুমরা তুমরা লাগিল তুমরা। କଣ ଚୁମା ଦେବି? ତୁମର ଏତେ ଆସିବା ଲେଟ୍ ହେଲା ତ ମନେ ପଡିଗଲା ଗୀତଟାକୁ ଟିକେ ଗାଇ ଭୁଲି। ଅଭଦ୍ର। ମତେ କଣ କହିଲ କି? ନାଇଁ ନାଇଁ, ତୁମକୁ ନୁହେଁ, ମୋ ପ୍ରେମିକାକୁ, ମୋ ଦିଲକୁ, ମୋ ଜାନକୁ। ଇଡିୟଟ। କେବେ ଘରକୁ ଯାଉଛ? ଆପଣ କଣ କହିବାକୁ ଚାହାନ୍ତି? ଟିକେ ପ୍ରେମ। ପ୍ରେମ? ହେଁ? କଣ ତମେ ତ ପ୍ରେମ କରିବ? ପ୍ରେମର ମହତ୍ଵ ତମେ ଜମା ଜାଣିବନି। ପ୍ରେମ ପାଇଁ ଆମର ରାଧାକୃଷ୍ଣ, କେଦାର ଗୌରୀ, ସଲିମ ଅନାରକଲି, ସେଇ ପ୍ରେମର ଅଧୁନାକୁ ଟିକେ କଣ କହୁଛନ୍ତି? ତମ ଭଳି ଭଡୁଆ ସହିତ କଥା ହେବା ପାଇଁ ମୋ ପାଖରେ ଆଦୌ ସମୟ ହେଇନି। ସେଠି ବେଇଆ ଲୋକଟା କିଅ ତମେ? କଣ କହିଲେ? ନାଇଁ ନାଇଁ, ମୁଁ ଭାଡୁଆ। ଆଉ ତମେ ଭାଡୁଆ ଆଉ ବେଇଆ ବି? ଆରେ ବାବା, ସ୍କୁଲରେ ସେଠି ପିଲାମାନେ ପାଠ ପଢିବାକୁ ଅନେଇ ବସିଥିବେ, ଅଥଚ ତମେ ଏଠି ପ୍ରେମ କରୁଛ। ପ୍ରେମ? ପ୍ରେମର ମହତ୍ଵ ତମେ ଜମା ଜାଣିବନି। ପ୍ରେମ ପାଇଁ ଆମର ସଲିମ ଅନାରକଲି, କେଦାର ଗୌରୀ, ଲେଲା ମଜୁନ, ଏ କଳି ଯୁଗରେ ଧଇଁକି ଟିକେ ଦିଅ। ଭାଇ ମାଷ୍ଟ୍ରେ, କଣ ପାଟିରୁ କଥା ବାହାରୁନି? ଭେରି ଗୁଡ୍, ଭେରି ଗୁଡ୍। ଆଉ ଗୋଟେ ଦିଅ। ଆବେ ବଦମାସ, ଯଦି ପ୍ରେମ କରିବାକୁ ଏତେ ଇଚ୍ଛା ତାହେଲେ ବଲିଉଡକୁ ଚାଲି ଯା। ସେଠି ହେମା ମାଲିନି, ଜୟବାଦୁଡି ସେମାନଙ୍କ ଫଟୋ ଆଣି ଖଟ ଉପରେ ଧରିକି ସେଇ ପ୍ରେମ କରିବୁ। ପ୍ରେମ ହେଲେ ମୋ ସାଙ୍ଗରେ ନୁହେଁ। ଫଟୋ ପ୍ରେମ, ଫଟୋ ପ୍ରେମ କରି ଧଉଳି ଶଙ୍କର କଟକ ସହରରେ ଯେତେ ଫଟୋ ଦୋକାନ ଅଛି ସବୁ ଧାରି ହେଇଛି। ଆସ ପ୍ରିୟତମା, ମତେ ଜମା ନିରାଶ କରନି। କଣ ହେଲା ମୋ ଏରିଆରେ ପୁଣି ବଳାତ୍କାର? ନାଇଁ ନାଇଁ, ମତେ ପିଟିଲ କାହିଁକି? ନାଇଁ ନାଇଁ, ମତେ ପିଟିଲ କାହିଁକି? କିଓ ତୁମେ ବୟସୀ ମହିଳାକୁ ଟଣା ଉଟରା କରୁଥିଲ କାହିଁକି? କିଓ, ଏଟା ଆମ ପର୍ସନାଲ ମ୍ୟାଟର। ଆମେ ଗୋଟା ଡିପାର୍ଟମେଣ୍ଟରେ ଚାକିରି କରୁଛୁ। ପର୍ସନାଲ? ତୁମେ ସେଥିରେ ମୁଣ୍ଡ କରିବାକୁ କିଏ? ସାର୍, ଏ ବଦମାସଟାକୁ ଜମା ବି ଛାଡନ୍ତୁ। ନା, ନା। ଏଇଟା ପକ୍କା ଖଣ୍ଡେ ଅଛି। टिके टिक टिके हुए मुझाती किए से भरी जी मोरे है ताती हाय रे टिके टिक टिके हुए मुझाती किए से भरी जी मोरे है ताती हाय रे कभी बकुला चलो मानते लागे चाहो खाली पिरती
प्यार किया अबला तमस्कार तुम सामने मत पीट दिया तो अबला समाजकार थाना को जाइबो क्यों थाना कह देबी अटेम्प्ट टू रेप 10 नंबरटा जानी कौन ट्रेनिंग नहीं चुटी चुप थाना को गले बाबू बहिसेंती लग के आइबे कि हो साधारण शिष्टाचार शिखिनाती स्कूल मास्टर को नहीं सोला ए हाबू का कॉन्स्टेबल को चिन्ही नु धाई देवी दफा लगेई तो मजा बाहरी जीव रे धइया राम कले राम लीला कृष्ण कले कृष्ण लीला आमे कले आम arriva arriva uno अधिका गपुच अबे तो 14 पुरुषरी के प्रेम करथला कथा कहबेनी सारे प्रेम हैला मो 14 पुरुषर खानदानी रोमियोरा आम परंपरा आम जेजेबाबंग जेजेबाबा अमर गड़ी आसी अरे कर्पूर सिना उड़ी जाइची किंतु देखुना कनाटी सेंदी पड़ी सत्य रे एई देखुना tre देखो arriva uno एसबु किछि न प्रेम करी माडो खाइची माडो बुझलो हाँ। गोटा झील को प्रेम करिबारे जो मजा थाए ताठारो माडो खाइबार आहुरी मजा थाए प्रेम करी जे जेते माड खाइची ता प्रेम सेते स्ट्रांग होई एजी मते टिके शिखेई दियंतनी नानी तमे पुलिस वाला शिखिबो हां ओटा खुशी आउ तो रस अछि दे तमे शिखिबो रस ए से पुनी कोन sabor कोन बछरे फळै छिरा रस माने होची भाव भाव माने होची कोळा काई तमर से कोळा नाही sabor भाई मास्टरे तमर सेई कोळा रे टिके धार दियंतनी आ बड़ मुश्किल कथा मुश्किल कोळा कोन टंका पैसा आइ गले जे मु तुमको धार देबी कोळा पाइबे कहले गुरु दरकार गुरु गुरु कि हो गुरु नहले शिखिबो केमिति जानिबो केमिति आउ प्रेम करी माड़ खाइबो केमिति ठीक अछि आजि थारु तुमे मोर प्रेम गुरु ठीक अछि एई दृष्टिरु हां प्रथम प्रणामटा हेई जाऊ तले हेई जाऊ arriva sabor ଆପଣ ଆମ ଘରେ ଏନି ପ୍ରୋବ୍ଲେମ प्रोब्लेम नथिले के कोन कागर को आसे ता छडा तुम पाखरे मोर किछ काम नाही मोर देशान मानसिक पाखरे ଭାଇ ଘରେ ନାହାନ୍ତି ओ गॉड तुमे ताले महासंग भयउणी କାଇଁ ଆଶ୍ଚର୍ଯ୍ୟ ହେଇଗଲ ବୋଧେ नाही आश्चर्यर कथा है कि जे भाई जेमिति भौणी आउ दुई पाद आगरे ସୁଦଳତା ରକ୍ଷା କରି କଥାବାର୍ତ୍ତା କର କହୁଛି सोचनेता विषय मते बुझेबा दरकार नाही मु बुझीबा को आसीची तम घर सर्च करी ଆମ ଘର ସର୍ଚ୍ଚ କରିବେ କିନ୍ତୁ କାହିଁକି किंतुर अर्थ सर्च सरला पर जानिबे ସର୍ଚ୍ଚ ୱାରେଣ୍ଟ ସାଙ୍ଗରେ ଆଣିଛ तुमे मो हायर अथॉरिटी नुहे जे मु तुमको कहबो देबी मु आसीची माने तुम घर सर्च करिबी ଆଚ୍ଛା ମୁଁ ବି ଦେଖିବି ତମେ କେମିତି ଆମ ଘର ଭିତରକୁ ଯିବ ମୋ ରାସ୍ତା ଛାଡ ମୁଁ ତୁମ ଘର ଭିତରକୁ ଯିବି ପ୍ରଶ୍ନ ଉଠୁ ୟୁ ସତରେ କଣ ସେନ୍ସଲେସ୍ ହେଇଗଲା
ଭଉଣୀ ପ୍ରତି ଏପରି ବ୍ୟବହାର ତୁମେ ଲୋକମାନଙ୍କୁ ସୁରକ୍ଷା ଦେବା ପ୍ରତିବର୍ତ୍ତେ ଗୋଟେ ଚରିତ୍ରହୀନ ପରିଚୟ ହେଇପାରିଲ ଷ୍ଟପ୍ ଇଟ୍ ମିଛ ତୁମେ ମୋତେ ବ୍ଲାକମେଲିଂ କରିବାକୁ ଚାହୁଁଛ ତୁମେ ଗୋଟାଏ ଲପଟ, ତମେ ଗୋଟାଏ ପ୍ରେମ ପାଗଳ। ଯୋଉଠି ସୁନ୍ଦରୀ ଝିଅମାନଙ୍କୁ ଦେଖ ତମ ପାଗଳାମି ଆରମ୍ଭ ହୋଇଯାଏ। ଠିକ ଅଛି, ମୁଁ ଏସପି ସାହେବଙ୍କୁ ଏବେ ଫୋନ କରୁଛି। ନାଇଁ ଭାଇ, କିଛି ଲାଭ ହବନି। ମୁଁ ଆଜି ସମସ୍ତଙ୍କ ଅସଲ ମୁଖଟା ଖୋଲିଦେବି, ତା ଦେହରୁ ଭର୍ତ୍ତିଟା ଉତାରିଦେବି। ନାଇଁ ଭାଇ, ବରଂ ସବୁଠୁ ବେଶୀ କ୍ଷତି ମୋର ହବ। ଏ ଦୁନିଆ ଦାଣ୍ଡରେ ମୁଁ କାହା ଆଗରେ ମୁଣ୍ଡ ଟେକି ବାଟ ଚାଲିପାରିବି। ବରଂ ସବୁଠୁ ବେଟର ହବ